ମୁଁ କହିବି ବଡ଼ କାରଣ ହେଉଛି ଏକ୍ସପେକ୍ଟେସନ୍। ସମସ୍ତେ ଜୀବନରେ ଭାବିଲେ ଯେ ସବୁକିଛି ଆମକୁ ମିଳିଯିବା ଦରକାର, ଆମେ ଅନ୍ୟମାନଙ୍କୁ ଦେଖିଲେ ଆମ ନିଜକୁ ଦେଖିଲେନି। ଆମର ଯେଉଁ ଆଶା ବଢ଼ିଯାଉଛି ଯେ ସିଏ କାହିଁ ଏଇଆ କରିପାରୁଛି ମୁଁ କାହିଁ କରିପାରୁନି, କମ୍ପାରିଜନ୍। ଯଦି ସେଇଟା ବନ୍ଦ ହେଇଯିବ ଯେ ମୋତେ ମହାପ୍ରଭୁ ଜନ୍ମ ଦେଇଛନ୍ତି, ଭଗବାନ ଜନ୍ମ ଦେଇଛନ୍ତି, ମୋ ଭାଗ୍ୟ ଦେଇଛନ୍ତି, ମୋତେ ମୋ ହିସାବରେ ବଞ୍ଚିବାକୁ ପଡ଼ିବ, ପ୍ରେମାନନ୍ଦ ସ୍ୱତନ୍ତ୍ର ହେବାକୁ ପଡ଼ିବ। ମୁଁ ଯଦି ପ୍ରେମାନନ୍ଦ କହିବି ମୁଁ ରାମ ଭଳିଆ ହେବି କି ଦାମ ଭଳିଆ ହେବି, ହେବନି। ତେଣୁ ଆମର ଯେଉଁ ମାନସିକ ସ୍ତରରେ ଆମେ ଏତେ ଦୁର୍ବଳ ହେଇଯାଇଛେ, ପ୍ରତି ସ୍ତରରେ ଆମେ କମ୍ପିଟିସନ୍, କିଏ ପାଠରେ କମ୍ପିଟିସନ୍ କରୁଛି, କିଏ ଭଲ ପାଇବାରେ କମ୍ପିଟିସନ୍ କରୁଛି, କିଏ ଧନରେ କମ୍ପିଟିସନ୍ କରୁଛି, କିଏ ଆମର ଯେଉଁ କମ୍ପିଟେଟିଭ୍ ମାଇଣ୍ଡ ଯେଉଁ ବଢ଼ିଯାଇଛି ଯେ ମୁଁ ଶ୍ରେଷ୍ଠ, ମୁଁ ଶ୍ରେଷ୍ଠ, ମୁଁ ଶ୍ରେଷ୍ଠ, ମୁଁ ସେଇଟା ହିଁ ଆମର ବ୍ୟାଧିର କାରଣ। ପାଉନି ସେତେବେଳେ, ଯେତେବେଳେ ଆମକୁ ସେଇଟା ନ ମିଳୁଛି ଆମକୁ କଷ୍ଟ ହେଉଛି ଯେ ଆମେ କିଛି ନୁହଁ। ନାଇଁ, ସେଇଟା ଜୀବନ ନୁହେଁ। ଜୀବନକୁ ଜିଇଁବା ଶିଖ, ଜୀବନର ମୂଲ୍ୟକୁ ବୁଝିବା ଶିଖ। ସେ ଯେଉଁ ଗୀତର ଲାଇନ୍ ଜୀବନ ଜିନ୍ଦାବାଦ, ଜୀବନଟାକୁ ଆମେ କେମିତି ଜିଇବା। ଜୀବନ ହେଉଛି ଗୋଟେ ଫୁଲ, ଫୁଲଟାକୁ କେମିତି ମେହସୁସ କରାଯାଏ, ଫୁଲଟାକୁ ଦେଖିଲେ ସୁନ୍ଦର, ଫୁଲଟାକୁ ଦେଖିଲେ ଖୁସି ଲାଗେ। ଜୀବନଟା ହେଉଛି ସେୟା, ଜୀବନକୁ ବୁଝିବା ଦରକାର। ଆଉ ଯେତେବେଳେ ଜଣେ ଜୀବନକୁ ବୁଝିଯିବ ସେ କେବେ ସୁଇସାଇଡ୍ ଆଟେମ୍ପ୍ଟ ନେବ ନାହିଁ। ବା ଏମିତି ଦେଖନ୍ତୁ, ସଫଳତା ବିଫଳତା ଲାଗି ରହିଛି ଜୀବନରେ। ଜୀବନରେ ଭଲ ରହିବ, ମନ୍ଦ ରହିବ, ହସ ରହିବ, ଖୁସି ରହିବ, ହସ ରହିବ, କାନ୍ଦ ବି ରହିବ, ଦୁଃଖ ରହିବ, ମାନେ ଭଲ ବି ରହିବ ସବୁକିଛି। କିନ୍ତୁ ଆମେ ଯଦି ଭାବିବା ଖାଲି ମୋ ଭାଗ୍ୟରେ ସଫଳତା ହିଁ ସଫଳତା, ମୁଁ ବିଫଳତା କିଛି ଦେଖିବିନି, ଜଣେ ବିଫଳତା ଦେଖିଲେ ହିଁ ସଫଳତା ପାଇବ। ଜଣେ ବିଫଳତାକୁ ଆଗେ ସମ୍ମୁଖୀନ କଲେ ତାପରେ ସଫଳତା ତାକୁ ମିଳିବ ଏବଂ ସଫଳତାର ସ୍ୱାଦ ପାଇବ। ତେଣୁ ଆମର ଏଇ ଯେଉଁ ମାନସିକ ସ୍ତରରେ ଆମେ ଏତେ ଦୁର୍ବଳ ହେଇଯାଇଛେ ଏବଂ ପ୍ରତିଦିନ ଆମକୁ ମୋବାଇଲ ଏତେ ଏକାନ୍ତ କରିଦେଇଛି। ଘରେ ସ୍ୱାମୀ ସ୍ତ୍ରୀ ବସିଥିବେ, ସ୍ୱାମୀ ଧରିଥିବ ଗୋଟା ମୋବାଇଲ, ସ୍ତ୍ରୀ ବି ଧରିଥିବ ଗୋଟା ମୋବାଇଲ। ସିଏ ମୋବାଇଲରେ କିଛି କ'ଣ କି ଦେଖୁଥିବ, ଇଏ ବି କିଛି ଦେଖୁଥିବ। ତେଣୁ ଆମକୁ ମୋବାଇଲଟା ଏତେ ଏକାନ୍ତ କରିଦେଇଛି, ଆମେ ଏତେ ମୋବାଇଲ ସହିତ ଆକ୍ୱେଣ୍ଟେଡ଼ ହେଇଯାଇଛି, ଯେଉଁଥିପାଇଁ ଆମେ କିଛି ଆମ ମନ ଭିତରେ କିଛି କଷ୍ଟ, କିଛି ଦୁଃଖ ଥାଏ, ସମସ୍ତଙ୍କ ଜୀବନରେ କିଛି ସମସ୍ୟା ଥାଏ, ତାର ସମାଧାନ ପାଇଁ ଆମେ କିଛି କାହାକୁ ସେୟାର କରିପାରୁନେ। ଯଦି ଆମେ ତାକୁ ସେୟାର କରିପାରିବା, ସିଏ ନିଜ ବନ୍ଧୁ ହୁଅନ୍ତୁ, ବାନ୍ଧବ ହୁଅନ୍ତୁ, ଫ୍ରେଣ୍ଡ ସର୍କଲ୍ ହୁଅନ୍ତୁ, ନିଜର ରିଲେଟିଭ୍ସ ହୁଅନ୍ତୁ, କାହାକୁ ବି, କି ଆଧ୍ୟାତ୍ମିକ ଗୁରୁ କେଉଁଠି ଗୋଟେ ମନ୍ଦିରକୁ ଗଲେ କାହାକୁ ଜଣକୁ କହିଦେଲେ ଦେଖିବେ ହାଲକା ହେଇଯିବ। ଏଇ ଯେଉଁ ଆତ୍ମହତ୍ୟା ପ୍ରବଣତାଟା ଯେଉଁ ବଢ଼ୁଛି ନିଶ୍ଚିତ କମିବ। ଆଉ ମୁଁ ଏତିକି କହିବି, ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଜୀବନଟା ହେଇଛି ମାନେ ଜୀବନରେ ବହୁତ କିଛି ଆସିବ, କଷ୍ଟ ଆସିବ। ସେ କଷ୍ଟଟାକୁ ଆମେ କେମିତି ଓଭରକମ୍ କରିବା। ଆମେ ଯଦି ଗୋଟେ ସମୁଦ୍ରରେ ଗାଧୋଇବାକୁ ଯାଉଛେ, ଢେଉଟାତେ ଆସୁଛେ, ଆମେ ଢେଉଟାକୁ ସିଧା ହେଲେ ଛାତିରେ ମାଡ଼ ହେବ, ଟିକେ ନଇଁଯିବା, ନଈ ଗଳିଲା ପରେ ଉପରେ ପଳେଇବ ଢେଉ, ଏବଂ ଢେଉଟା ଗଲା ପରେ ଆମେ ଆରାମସେ ଗାଧେଇକିରି ଆସିବା। ଜୀବନଟା ଆମର ସେ, ଆମେ ଏଇ ଯେଉଁ ଅଥଳ ସମୁଦ୍ରରେ ଆମେ ପହଁରୁଛେ ଏଇ ଦୁନିଆ। ତେଣୁ ଏଠି ମୁଁ ଏତିକି କହିବି ଯେ ସୁଇସାଇଡ୍, ଆତ୍ମହତ୍ୟା ଗୋଟେ ରାସ୍ତା ନୁହେଁ। ଆମେ ସେଇଟାକୁ କେମିତି ବୁଝିବା। ଯଦି ଆମେ କିଛି ମାନସିକ ସ୍ତରରେ ଆମେ ଦୁର୍ବଳ ନିଜକୁ ଫିଲ୍ କରିପାରୁଛେ, ଆମେ ସେୟାର କରିବା, ତାର ସମାଧାନ ଖୋଜିବା, ନିଶ୍ଚିତ ସମାଧାନ, ସବୁ ସମସ୍ୟାର ସମାଧାନ ଅଛି। ଆତ୍ମହତ୍ୟା ଗୋଟେ ସମାଧାନ ନୁହେଁ। ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଯାହାର ଯାହା ଦୁଃଖ ଅଛି, ଭଲ ଅଛି, ମନ୍ଦ ଅଛି, କାହାକୁ ନା ଯାହାକୁ ନିଜର ଭାବୁଛନ୍ତି ସେୟାର କରିଦିଅନ୍ତୁ। ଦେଖିବେ ଏଇ ଯେଉଁ ପ୍ରବଣତାଟା ବଢ଼ି ଚାଲିଛି ନିଶ୍ଚିତ କମିବ। ଗୀତ ଉପରେ ଆମେ ଟିକେ ଯିବା। ଏଭଳି ଗୋଟେ ଗୀତ କରିବା ପାଇଁ କେଉଁଠୁ ଅଫର୍ ଆସିଥିଲା, କାହିଁକି ଆପଣଙ୍କ ମନରେ? ଦେଖନ୍ତୁ, ଏଇ ଯେଉଁ ଆତ୍ମହତ୍ୟାକୁ ନେଇକରି ମୁଁ ଆକ୍ଚୁଆଲି ବର୍ଷକ ପୂର୍ବରୁ ଯେତେବେଳେ ଏତେ ଆତ୍ମହତ୍ୟା ବଢ଼ୁଥିଲା, ସେତେବେଳେ ମୁଁ ଚିନ୍ତା କରିଥିଲି ଯେ ଆତ୍ମହତ୍ୟା ଏତେ ହେଉଛି, ୟାକୁ ଗୋଟେ ସଙ୍ଗୀତ ଯେହେତୁ ଗୋଟେ କଳାକାର, ଆମେ କଳାକାର ହିସାବରେ ଆମ କଳା ବାବଦରେ ଯାହା କିଛି ଆମେ କରିପାରିବୁ। ତେଣୁ ମୁଁ ଗୋଟେ ଆୱାରନେସ୍ କ୍ରିଏଟ୍ କରିବା ପାଇଁ ଚେଷ୍ଟା କରିଥିଲି ଯେ ଆତ୍ମହତ୍ୟା କର ନାହିଁ ବୋଲି ଗୋଟେ ଗୀତ କରିଥିଲି ବର୍ଷକ ତଳେ। ଏବଂ ସେତେବେଳେ ବି ଆପଣମାନେ ଆସିଥିଲେ, ମିଡ଼ିଆରେ କିଛି ବାଜିଥିଲା, ଏବଂ ସେତେବେଳେ ମୁଁ ଚେଷ୍ଟା କରିଥିଲି ଯେ କେମିତି ଗଭର୍ଣ୍ଣମେଣ୍ଟ ପାଖରେ ପହଞ୍ଚି ୟାକୁ ଗୋଟେ ଆୱାରନେସ୍ କ୍ରିଏଟ୍ କରିବା। ଆଉ ସେତେବେଳେ କିଛି ହେଇପାରିନଥିଲା, କିନ୍ତୁ ଭାଗ୍ୟକୁ ସେ ଗୀତଟା ଥିଲା। ଏ ବର୍ଷ ମୋତେ ଯେତେବେଳେ ପୋଲିସ ଡିପାର୍ଟମେଣ୍ଟ ଡିଜି ସାର୍, ସିପି ସାର୍ ମୋ ସହିତ ଯୋଗାଯୋଗ କଲେ ଏବଂ ମାନସ ସାର୍ କହିଲେ ଯେ ସାର୍ ଚାହୁଁଛନ୍ତି ସେ ଯେଉଁ ଗୀତକୁ ନେଇ ଆମର ଗୋଟେ ଜୀବନ ଜିନ୍ଦାବାଦ ଗୋଟେ କାର୍ଯ୍ୟକ୍ରମ କରିବା। ଏବଂ ରେଲୱେ ଅଡ଼ିଟୋରିୟମରେ ଅଗଷ୍ଟ 11 ତାରିଖରେ ଆମେ ଜୀବନ ଜିନ୍ଦାବାଦ ଗୋଟେ କାର୍ଯ୍ୟକ୍ରମ କରିଥିଲୁ
ନମନ ଫାଉଣ୍ଡେସନ୍ ତରଫରୁ। ଏବଂ ମୁଖ୍ୟମନ୍ତ୍ରୀ ସେଦିନ ଯାଇଥିଲେ, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶୋ ଦେଖିବା ପାଇଁ। ଏବଂ ସେ ଶୋ ଦେଖି ସାରିଲା ପରେ ସେଇଦିନ ହିଁ ଷ୍ଟେଜ୍ ଉପରେ ଡିକ୍ଲେୟାର କଲେ ଏଇଟା ଅଲ୍ ଓଡ଼ିଶାରେ ହେବ, ପ୍ରତ୍ୟେକ ଜିଲ୍ଲାରେ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ ହେବ। ଆଜି ସ୍ପୋର୍ଟସ୍ କଳିଙ୍ଗ ଷ୍ଟାଡ଼ିୟମରେ ହେଉଛି, ତାର ଆଜି ଏଇ ଯେଉଁ ଓପନିଂ ଡେଟା ଆଜି ସେଠି କଳିଙ୍ଗ ଷ୍ଟାଡ଼ିୟମରେ ହେଉଛି। ସ୍ପୋର୍ଟସ୍ ମିନିଷ୍ଟର ଅଛନ୍ତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅଛନ୍ତି ଏବଂ ଜୀବନ ଜିନ୍ଦାବାଦର ଗୋଟେ ହାସଟ୍ୟାଗ୍ ତିଆରି ହେଉଛି ଏବଂ ତାର ଆଜି ଅଡ଼ିଓଟା ରିଲିଜ୍ ହେବ ସେଠି। ଏବଂ ଜୀବନ ଜିନ୍ଦାବାଦକୁ ଗୋଟାଏ ଗ୍ରାଣ୍ଡ ୱେରେ ତାକୁ କ୍ୟାମ୍ପେନ୍ ଆରମ୍ଭ ହେବ ଓଡ଼ିଶାରେ। ଆଉ ମୁଁ ଆଶା କରୁଛି ଆପଣମାନଙ୍କ ମାନେ ମିଡ଼ିଆର ଦାୟିତ୍ୱ, ଗୁରୁ ଦାୟିତ୍ୱ, ଆପଣମାନଙ୍କ ମାଧ୍ୟମରେ ହିଁ ଜୀବନ ଜିନ୍ଦାବାଦର ଯେଉଁ ଉଦ୍ଦେଶ୍ୟ, ଏ ମେସେଜ୍ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ଆଉ ମୁଁ ଆଶା କରୁଛି ସରକାରଙ୍କର ଏଇ ଯେଉଁ ପଦକ୍ଷେପ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ମୁଁ ଆଶା କରୁଛି ଆପଣମାନଙ୍କ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚୁ। ସମସ୍ତେ ସମସ୍ତଙ୍କର ଦୁଃଖ ଯାହା କଷ୍ଟ ଅଛି ସମସ୍ତେ ନିଜର ବ୍ୟକ୍ତିଗତ ସ୍ତରରେ କାହାକୁ ନା କାହାକୁ ସେୟାର କରନ୍ତୁ, ଦେଖିବେ ସବୁ ଦୂରେଇ ଯିବ। ଏବଂ ଜୀବନ ଜିନ୍ଦାବାଦ, ଜୀବନକୁ କେମିତି ଶିଖିବା, ଜୀବନକୁ ଜିନ୍ଦାବାଦ କରି ଶିଖିବା, ଏତିକି ମୋର ନିବେଦନ। କେବଳ ତାର ଅଡ଼ିଓ ଆସିଛି ନା ଭିଡ଼ିଓ ବି ଆସିଛି? ତାର ଅଡ଼ିଓ ଆଜି ରିଲିଜ୍ ହେଉଛି ଏବଂ ତାପରେ ପରେ ଆମେ ଭିଡ଼ିଓ ଇମିଡ଼ିଏଟ୍ କରିବୁ। ଏବଂ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା, ରାଜ୍ୟ ସରକାର ବହୁତ ଏଥିପାଇଁ ମାନେ ତାଙ୍କର ଲାଗିଛନ୍ତି ଯେ ଏଇ ପ୍ରୋଗ୍ରାମଟାକୁ କେମିତି ସକ୍ସେସ୍ କରାଇବା। କାରଣ କଣ୍ଟିନ୍ୟୁ ସ୍ପୋର୍ଟସ୍ ମିନିଷ୍ଟର ଆମର ସୁରଜ ସୂର୍ଯ୍ୟବଂଶୀ ଏବଂ ମ୍ୟୁଜିକ୍ର ମଧ୍ୟ ଗୋଟେ ବଡ଼ ଭୂମିକା ରହିଛି ନିଶ୍ଚିତ। କାରଣ ମ୍ୟୁଜିକ୍ ମାଧ୍ୟମରେ ହିଁ ଗୋଟେ କଥା ପହଞ୍ଚେଇ ହେବ। ଜଣେ ସାଧାରଣ ଲୋକ ସେମିତି ସିଧା କଥା କହିବା ଏବଂ ଗୋଟେ ମ୍ୟୁଜିକ୍ ମାଧ୍ୟମରେ ମ୍ୟୁଜିକାଲି ସୁରିଲ ହିସାବରେ କହିବା, ନିଶ୍ଚିତ ଲୋକ ଆକ୍ସେପ୍ଟାନ୍ସଟା ବଢ଼ିବ। ଏବଂ ଆଉ ଗୋଟେ କଥା ହେଉଛି ମ୍ୟୁଜିକ୍ଟାକୁ ଲୋକ ଅତି ଶୀଘ୍ର ଆଡପ୍ଟ କରନ୍ତି, ଯେଉଁଥିପାଇଁ ଗୋଟେ ମନେ ବି ରଖନ୍ତି ଏବଂ ଆଡପ୍ଟ କରନ୍ତି। ଏବଂ ଆଉ ଗୋଟେ କଥା ହେଉଛି ମ୍ୟୁଜିକ୍ ଶୁଣିଲେ ଲୋକଙ୍କୁ ସୁକୁନ ମିଳେ, ଟିକେ ଶାନ୍ତି ଖୁସି ଦିଏ। ତେଣୁ ମ୍ୟୁଜିକ୍ ଅଛି, ଡ୍ରାମା ଅଛି, ଆମର ଆୱାରନେସ୍ର ଆତ୍ମହତ୍ୟା ନ କରିବା ପାଇଁ କ'ଣ କ'ଣ କରାଯାଇପାରେ ସେଥିରେ ଅଛି, ସେଥିରେ ଫେଲୁଅର୍ ଅଛି। ଫେଲୁଅର୍ ହେଲା ପରେ କେମିତି ସକ୍ସେସ୍ ହେଉଛି ସେଥିରେ ବି ଡ୍ରାମା କରାହେଇଛି ଏବଂ ବହୁତ ଚମତ୍କାର କାର୍ଯ୍ୟକ୍ରମ ହେଉଛି ଜୀବନ ଜିନ୍ଦାବାଦ। ମୁଁ ଆଶା କରୁଛି ସମସ୍ତଙ୍କୁ ମାନେ ଇଏ ପ୍ରୋଗ୍ରାମ୍ ଆପଣମାନଙ୍କ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚୁ।